ସୁରଭି କାର୍ଯ୍ୟକ୍ରମ 2025 ରେ ହେବାକୁ ଥିବା କୁଇଜ୍ ପ୍ରତିଯୋଗିତା ପାଇଁ କଳା ଓ ସଂସ୍କୃତି, ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ, ରାଜନୀତି ଓ ପୌଷ୍ଟିକ ଖାଦ୍ୟର କେତେଗୁଡ଼ିଏ ବଛା ବଛା କ୍ୱେଶ୍ଚନ୍ସ ଏବଂ ତା'ର ଉତ୍ତର ଆଜିର ଭିଡ଼ିଓରେ ଆଲୋଚନା କରିବା। ହ୍ୟାଲୋ ଷ୍ଟୁଡେଣ୍ଟ, ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ଖଗେଶ୍ୱର ରେସିପି ଆଣ୍ଡ ଏଜୁକେସନାଲ୍। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟି କରିଦେବ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆରେ ଅଛ ହୃଦୟ ସହିତ ସବସ୍କ୍ରାଇବ୍ କରିନେବ। ତେବେ ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚନ୍, ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କିଏ ନିଯୁକ୍ତି କରନ୍ତି? ଉତ୍ତର ହେବ ରାଜ୍ୟପାଳ। ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ ଥିଲେ? ଉତ୍ତର ଡାକ୍ତର ସର୍ବପଲ୍ଲୀ ରାଧାକୃଷ୍ଣନ୍। ନିର୍ବାଚନ କମିଶନ କେତେ ଜଣ ସଦସ୍ୟଙ୍କୁ ନେଇ ଗଠିତ? 3 ଜଣ। ଭାରତର ଗଣତନ୍ତ୍ର ରାଜ୍ୟ ମାନେ କ'ଣ? ଉତ୍ତର ହେବ ଯେଉଁଠି ରାଜା ନୁହେଁ ଲୋକ ନିଜେ ଶାସକଙ୍କୁ ଚୟନ କରନ୍ତି। ଭାରତର ମନ୍ତ୍ରୀ ପରିଷଦ କାହା ଉପରେ ପ୍ରତିଦାୟୀ? ଲୋକସଭା ପ୍ରତି। ଗଣିତର ଜନକ କିଏ? ଉତ୍ତର ହେବ ଆର୍କମେଡିସ୍। ଶୂନ୍ୟ ବା ଜିରୋ ଆବିଷ୍କାର କିଏ କରିଥିଲେ? ଉତ୍ତର ହେବ ଆର୍ଯ୍ୟଭଟ୍ଟ। ସମକୋଣ ହେଉଛି କେତେ ଡିଗ୍ରୀ? 90 ଡିଗ୍ରୀ। ବୃତ୍ତର କେନ୍ଦ୍ରକୁ କ'ଣ କୁହାଯାଏ? କେନ୍ଦ୍ର ବା ସେଣ୍ଟର। 1 ଲିଟର ସମାନ କେତେ ମିଲିଲିଟର? ଉତ୍ତର ହେବ 1000 ମିଲିଲିଟର। 12 ଗୁଣନ 12 ସମାନ କେତେ? 144। ଗଣିତରେ ପ୍ଲସ୍ ବା ଯୋଗ ଚିହ୍ନ ଆବିଷ୍କାର କିଏ କଲେ? ରୋବର୍ଟ ରେକର୍ଡେ। 1/2ର ଦଶମିକ ରୂପ କେତେ? 0.5। 1 ଘଣ୍ଟା ସମାନ କେତେ ସେକେଣ୍ଡ? 3600 ସେକେଣ୍ଡ। 1 ବର୍ଷରେ କେତେ ଦିନ ଥାଏ? ଉତ୍ତର ହେବ 365 ଦିନ। ତ୍ରିଭୁଜରେ କେତୋଟି ପାର୍ଶ୍ୱ ଥାଏ? ଉତ୍ତର ହେବ 3ଟି। 10ର ସ୍କୋୟାର କେତେ? ଉତ୍ତର ହେବ 100। 5 କ୍ୟୁବ୍ ସମାନ କେତେ? 125। 1 କିଲୋମିଟର ସମାନ କେତେ ସେଣ୍ଟିମିଟର? ଉତ୍ତର ହେବ 1 ଲକ୍ଷ ସେଣ୍ଟିମିଟର। 15 ଯୋଗ 25 ଯୋଗ 35 ସମାନ କେତେ? 75। ସଂଖ୍ୟା 7ର ଗୁଣିତକ ମାନ କ'ଣ କ'ଣ? 7, 14, 21, 28, 35। ସରଳ ସୁଧର ସୂତ୍ର କ'ଣ? P ଗୁଣନ R ଗୁଣନ T ବିଭକ୍ତକ 100। 9ର ବର୍ଗମୂଳ କେତେ? ଉତ୍ତର ହେବ 3। ଗଣିତ ଶବ୍ଦଟି କେଉଁ ଗ୍ରୀକ୍ ଶବ୍ଦରୁ ଆସିଛି? ଉତ୍ତର ହେବ ମାଥେମାଟିକେ। ଓଡ଼ିଶା ଗଠନ ଦିବସ କେବେ ପାଳନ କରାଯାଏ? 1 ଏପ୍ରିଲରେ। ଭାରତର ସମ୍ବିଧାନରେ ମୋଟ କେତୋଟି ଅନୁଚ୍ଛେଦ ଅଛି? 395ଟି। ଭାରତୀୟ ନାଗରିକଙ୍କ ମୂଳ ଅଧିକାର କେତୋଟି ଅଛି? 6ଟି ଅଛି। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ? ଉତ୍ତର ହେବ ପ୍ରତିଭା ପାଟିଲ। ଭାରତର ସମ୍ବିଧାନ ରଚନା ପାଇଁ କେଉଁ ସଭା ଗଠିତ ହୋଇଥିଲା? ଉତ୍ତର ହେବ ଗଠନ ସଭା। ଭାରତ ଏକ କେମିତି ରାଷ୍ଟ୍ର? ଉତ୍ତର ହେବ ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ର। ଶିବାଜୀଙ୍କ ଗୁରୁ କିଏ ଥିଲେ? ଉତ୍ତର ସମର୍ଥ ରାମଦାସ। ମରାଠା ସାମ୍ରାଜ୍ୟର ସ୍ଥାପକ କିଏ? ଉତ୍ତର ଶିବାଜୀ ମହାରାଜ। ଭାରତରେ ପର୍ତ୍ତୁଗୀଜ ମାନେ କେବେ ଆସିଥିଲେ? 1498 ମସିହାରେ।
ହର୍ଷବର୍ଦ୍ଧନଙ୍କ ରାଜଧାନୀ କ'ଣ ଥିଲା? ଉତ୍ତର କନୌଜ। ସମୁଦ୍ରଗୁପ୍ତଙ୍କୁ କେଉଁ ଉପାଧି ଦିଆଯାଇଥିଲା? ଉତ୍ତର ହେବ ଭାରତର ନେପୋଲିଅନ। ଗୁପ୍ତ ବଂଶର ସ୍ଥାପକ କିଏ ଥିଲେ? ଶ୍ରୀଗୁପ୍ତ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ କିଏ ଥିଲେ? ଉତ୍ତର ହେବ ଚାଣକ୍ୟ ବା କୌଟିଲ୍ୟ। ଗୌତମ ବୁଦ୍ଧଙ୍କ ଜନ୍ମ ନାମ କ'ଣ ଥିଲା? ଉତ୍ତର ହେବ ସିଦ୍ଧାର୍ଥ। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ କ'ଣ? ଲୁମ୍ବିନୀ, ନେପାଳରେ ଅଛି। ମହାବୀର ଜୟନ୍ତୀ କାହା ସ୍ମୃତିରେ ପାଳନ କରାଯାଏ? ଉତ୍ତର ଭଗବାନ ମହାବୀରଙ୍କ ଜନ୍ମଦିବସରେ। ଶିଖ ଧର୍ମର ସ୍ଥାପକ କିଏ? ଉତ୍ତର ହେବ ଗୁରୁ ନାନକ। ଜୟ ହିନ୍ଦ ସ୍ଲୋଗାନ କିଏ ଦେଇଥିଲେ? ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ଚନ୍ଦ୍ର ବୋଷ କେଉଁ ସେନା ଗଠନ କରିଥିଲେ? ଉତ୍ତର ହେବ ଆଜାଦ ହିନ୍ଦ ଫୌଜ। ଭାରତର ଲୌହ ପୁରୁଷ କିଏ? ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ଘଟିଥିଲା? ଉତ୍ତର ହେବ 1919 ମସିହାରେ। ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା? ଉତ୍ତର 1942 ମସିହାରେ। ଉତ୍କଳ ସମ୍ମିଳନୀ ଦିବସ କେବେ ପାଳନ କରାଯାଏ? ଉତ୍ତର 1 ଏପ୍ରିଲରେ। ଦିଲ୍ଲୀର ଲାଲକିଲ୍ଲା କିଏ ତିଆରି କରିଥିଲେ? ଶାହାଜାହାନ। ପ୍ଲାସି ଯୁଦ୍ଧ କେବେ ହୋଇଥିଲା? ଉତ୍ତର ହେବ 1757 ମସିହାରେ। ସୂର୍ଯ୍ୟରୁ ପୃଥିବୀକୁ ଆଲୋକ ଆସିବାକୁ କେତେ ସମୟ ଲାଗେ? ପ୍ରାୟ 8 ମିନିଟ୍ 20 ସେକେଣ୍ଡ। ମାନବ ଶରୀରରେ ରକ୍ତକୁ ଶୁଦ୍ଧ କରିବାର ଅଙ୍ଗ କ'ଣ? ବୃକକ୍। ଆଲୋକ ସଂଶ୍ଳେଷଣ ଦ୍ୱାରା ଗଛ କ'ଣ ଗଠନ କରେ? ଖାଦ୍ୟ ଗଠନ କରେ। ମାନବ ହୃଦୟରେ କେତେ ଚେମ୍ବର ଥାଏ? 4ଟି। ସବୁଜ ଗଛରେ କେଉଁ ରଙ୍ଗ ଦ୍ରବ୍ୟ ଥାଏ? କ୍ଲୋରୋଫିଲ୍। ବାୟୁର ମୁଖ୍ୟ ଉପାଦାନ କ'ଣ? ଉତ୍ତର ହେବ ନାଇଟ୍ରୋଜେନ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କିଏ ଆବିଷ୍କାର କରିଥିଲେ? ସାର୍ ଆଇଜାକ୍ ନ୍ୟୁଟନ। ମାନବ ଶରୀରରେ ଭିଟାମିନ୍ ସି ଅଭାବରୁ କେଉଁ ରୋଗ ହୁଏ? ସ୍କର୍ଭି ରୋଗ ହୁଏ। ଭିଟାମିନ୍ ଏ ଅଭାବରେ କେଉଁ ରୋଗ ହୁଏ? ଅନ୍ଧାରକଣା ରୋଗ ହୁଏ। ତାପ ମାପିବା ଯନ୍ତ୍ରକୁ କ'ଣ କହନ୍ତି? ଉତ୍ତର ହେବ ଥର୍ମୋମିଟର। ଆକାଶରେ ବଜ୍ରପାତ ହେବାରେ କେଉଁ ଗ୍ୟାସ୍ ତିଆରି ହୁଏ? ଓଜୋନ ଗ୍ୟାସ୍ ତିଆରି ହୁଏ। ସବୁଠାରୁ ତୀବ୍ର ଗତିରେ ଚଳନ କରୁଥିବା ଗ୍ରହ କ'ଣ? ବୁଧ ଗ୍ରହ। ମାନବ ଶରୀରରେ ଶକ୍ତି ଦେଉଥିବା ପଦାର୍ଥ କ'ଣ? କାର୍ବୋହାଇଡ୍ରେଟ୍। ମୁଖ୍ୟତଃ କେଉଁ ଗ୍ୟାସ୍ ଦ୍ୱାରା ବାୟୁ ଦୂଷିତ ହୁଏ? ଉତ୍ତର ହେବ କାର୍ବନ ମନୋକ୍ସାଇଡ୍ ଦ୍ୱାରା। ଆଜିର ଭିଡ଼ିଓଟି ଏତିକି ଥିଲା। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କର ବହୁତ ଉପଯୋଗୀରେ ଆସିବ। ଧନ୍ୟବାଦ। ନମସ୍କାର।